ବଜାରରେ ଫରେଷ୍ଟ ଅଫିସ ଜଙ୍ଗଲରେ ଫାଣ୍ଡି ମଦ ଦୋକାନ ଜଗିଛି କଲ୍ୟାଣ ମଣ୍ଡପ ଫାଣ୍ଡି ପଛପଟେ ଆବର୍ଜନା ଗାଡ଼ି ଗାଡ଼ି। କଥାଟି ଅଡ଼ୁଆ ଲାଗିପାରେ ଦର୍ଶକ ବନ୍ଧୁ, କିନ୍ତୁ ଏହା ଧ୍ରୁବ ସତ୍ୟ। ଏହା ପ୍ରମାଣିତ କରିକି ଦେଖାଉଛି ଯେ ଏ ଅଞ୍ଚଳର ନେତାମାନଙ୍କର ନୀତି କ'ଣ ଓ ଏ ଅଞ୍ଚଳ ପ୍ରତି ନେତାମାନଙ୍କର ଉଦ୍ଦେଶ୍ୟ କ'ଣ। ଯେଉଁ ଜାଗାରେ ଫରେଷ୍ଟ ଅଫିସ ହେବା କଥା ସେ ସ୍ଥାନରେ ହେଉଛି ଫାଣ୍ଡି ଏବଂ ଯେଉଁ ସ୍ଥାନରେ ଫାଣ୍ଡି ହେବା କଥା ସେ ଜାଗାରେ ରହିଛି ଫରେଷ୍ଟ ଅଫିସ। ଏ ସ୍ଥାନଟି ଦର୍ଶକ ବନ୍ଧୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନ ଢେଙ୍କିକୋଟ। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଢେଙ୍କିକୋଟ ଦେଇଛି ଅନେକ ପାଇଛି କମ୍। ଯଦି ଢେଙ୍କିକୋଟ ବିଷୟରେ ଚିନ୍ତା କରାଯାଏ ତେବେ ପ୍ରଥମତଃ ଢେଙ୍କିକୋଟ ମେଡିକାଲରେ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ଆବଶ୍ୟକ। ଦ୍ୱିତୀୟ, ଢେଙ୍କିକୋଟରେ ବିଶ୍ରାମାଗାର ନାହିଁ। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ବସ୍କୁ ଚାହିଁ ରହିଥାନ୍ତି। ଡ୍ରେନ୍ର ସୁବିଧା ନାହିଁ। ଡ୍ରେନ୍ରେ ପାଣି ଯିବା ପ୍ରତିବଦଳରେ ରାସ୍ତାରେ ଦୌଡ଼ୁଛି ବର୍ଷା ଜଳ। ଏହିଭଳି ଅନେକ ସମସ୍ୟା ମଧ୍ୟରେ ବୁଡ଼ି ରହିଛି ଢେଙ୍କିକୋଟ। ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ମୋ ଘରଟି ରାସ୍ତା କଡ଼ରେ ହେଉ। ତେଣୁ ଢେଙ୍କିକୋଟ ବଜାର ନିକଟରେ ଅନେକ ସରକାରୀ ଜାଗା ଥିବା ସତ୍ତ୍ୱେ କାହିଁକି ଏନ୍ଏଚ୍ ଠାରୁ ବହୁ ଦୂରରେ ଝାଟିମାଟି ଜଙ୍ଗଲ ମଧ୍ୟରେ ପୋଲିସ ଫାଣ୍ଡି ତିଆରି କରାଗଲା? ଏହା ସାଧାରଣ ଜନତାଙ୍କର ପ୍ରଶ୍ନ। ଉତ୍ତର ଅପେକ୍ଷାରେ ଆପଣଙ୍କର ଶୁଭେଚ୍ଛୁ ବୃନ୍ଦ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।